ହୋଇଥାଏ ଯାହା ଦ୍ୱାରା ଅନ୍ୟର ମଙ୍ଗଳ ହୋଇଥାଏ। ଆଉ ଅନ୍ୟର ଅମଙ୍ଗଳ କରି ଯେତେ ପୂଜା ପାଠ କଲେ ସେଥିରେ କିଛି ହିଁ ଲାଭ ନାହିଁ, ବରଂ ପାପ ହୋଇଥାଏ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 22 ତାରିଖ, ଓଡ଼ିଆ ମାଘ ମାସ 9 ଦିନ, ଗୁରୁବାର, ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି, ଯାହା ରାତ୍ରି 2:51 ପର୍ଯ୍ୟନ୍ତ ରହୁଛି। ତାପରେ ପଞ୍ଚମୀ ତିଥି ଆରମ୍ଭ ହେଉଛି। ଆଜି ଶତଭିଷା ନକ୍ଷତ୍ର, ଯାହା ଦିବା 1:30 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବଭାଦ୍ରା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 6:26 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:27 ଆଜି ଯୁଗ୍ନି ରହିଛି ନୈಋତ୍ୟ କୋଣରେ, ରାତ୍ରି 2:51 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ଯାହାକି ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 1:30 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି। ଆଜି ଯାହାକି ଚତୁର୍ଥୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି, ମୂଳା ଭୋଜନ ନିଷେଧ ରହିଛି। ଆଜି ହଉଛି ବରୋଦା ଗଣେଶ ପୂଜା। ତେବେ ଏହି ବରୋଦା ଗଣେଶ ପୂଜାରେ ଆପଣ ମାନେ ମୂର୍ତ୍ତି ସ୍ଥାପନ କରି ଭଗବାନ ଗଣେଶଙ୍କୁ ଆହ୍ୱାନ କରିବା ସଙ୍ଗେ ସଙ୍ଗେ ପଞ୍ଚ ପୂଜା ଦ୍ୱାରା ପୂଜା କରନ୍ତୁ। ଏହା କରିଲେ ଆପଣଙ୍କର ସମସ୍ତ ପ୍ରକାର ବାଧା ଦୂର ହେବା ସଙ୍ଗେ ସଙ୍ଗେ ଜ୍ଞାନ ମିଳିଥାଏ। ଆଜି ଯାହାକି ବରୋଦା ଗଣେଶ ପୂଜା, ଯାହାକି ମାଘ ମାସର ଶୁକ୍ଳ ପକ୍ଷର ଚତୁର୍ଥୀରେ ଯାହାକି ଗଣେଶଙ୍କର ଜନ୍ମ ହୋଇଥିଲା। ଆଜିର ଅଶୁଭ ବେଳା ଯାହା ଦିବା 1:23 ଦିବା 2:47 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:54 ଅପରାହ୍ନ 5:27 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 11:43 ରାତ୍ରି 1:16 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 8:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:26 ଦିବା 12:50 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 2:08 ରାତ୍ରି 4:34 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଆଶା ଅନୁସାରେ କାର୍ଯ୍ୟ ପୂରଣ କରିବାର ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆପଣଙ୍କର ଲକ୍ଷ୍ୟ ପୂରଣ କରିବା ସହିତ ନୂଆ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ବା କିଛି ବନ୍ଧୁମାନେ ଆପଣଙ୍କୁ ହଠାତ୍ ସାହାଯ୍ୟ କରିବେ, ଯାହାକି ନିଜର ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ କିଛି ଆଗକୁ ବଢିବା ସହିତ ନୂତନ କର୍ମ କ୍ଷେତ୍ରରେ ମଧ୍ୟ ସୁଯୋଗ ରହିଛି ମେଷ ରାଶି ବ୍ୟକ୍ତିଙ୍କର। ବିଶେଷ କରି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକ ସମସ୍ତେ ଆପଣଙ୍କୁ ସହଯୋଗ କରିବେ। ଉପରସ୍ଥ କର୍ମଚାରୀ ଆପଣଙ୍କର କାର୍ଯ୍ୟ ସହଯୋଗ କରିବା ସହିତ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ ମେଷ ରାଶି ବ୍ୟକ୍ତି, ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ମାନ ସମ୍ମାନ ବୃଦ୍ଧି ହେବାର ଉତ୍ତମ ଯୋଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତି, ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଗ୍ରହମାନେ ପୂର୍ଣ୍ଣ ଶୁଭ ଯୋଗ ପରିସ୍ଥିତି ବନଉଥିବାରୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ଯେଉଁମାନେ ନୂତନ ପ୍ରେମ କ୍ଷେତ୍ରରେ ଆଗଭର ଇଚ୍ଛା ରଖୁଛନ୍ତି, ନିଶ୍ଚିତ ଆପଣଙ୍କ ପାଇଁ ଭାଗ୍ୟ ସାଥ ଦେବା ସହିତ ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ଆଜି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ବନ୍ଧ ରହିବ। ତତ୍ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବା ସହିତ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି,
ଆଜି ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମେଷ ରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବା ସହିତ ଅର୍ଥ ସଞ୍ଚୟ କରିବାର ମଧ୍ୟ ସାହାଯ୍ୟ କରୁଛନ୍ତି ଗ୍ରହମାନେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତିଙ୍କର ଆଜି ଯଦି କୌଣସି ଦୂରଯାତ୍ରା ପାଇଁ କାର୍ଯ୍ୟ ଯାଉଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ସଫଳତା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କ ପାଇଁ ଏକ ଉତ୍ସାହର ଦିନ ହେବ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆଜି ନିଶ୍ଚିତ ତାକୁ ପୂର୍ଣ୍ଣ କରିବାର ପୂର୍ଣ୍ଣ ସହଯୋଗ ରହୁଛି। ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ଶୁଭ ଦୃଷ୍ଟିରେ ଦେଖୁଥିବାରୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହବାର ପୂର୍ଣ୍ଣ ସହଯୋଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ତ ଆଗକୁ ବଢିବା ସହିତ ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡ଼ିକୁ ସମସ୍ତେ ସହଯୋଗ କରିବେ। ତତ୍ସହିତ ଆଜି ବନ୍ଧୁ ବର୍ଗ ପରିବାର ବର୍ଗ ମଧ୍ୟ ଆପଣଙ୍କୁ ନିଜର କର୍ମକ୍ଷେତ୍ରରେ ସାହାଯ୍ୟରେ ହାତ ବଢି ପାରନ୍ତି। ତତ୍ସହିତ ଉପରସ୍ଥ କର୍ମଚାରୀ ଆପଣଙ୍କର କାର୍ଯ୍ୟ କୌଶଳରେ ବିଶେଷ କରି ଚାକିରି ସମ୍ବନ୍ଧରେ ଆପଣଙ୍କୁ ନିଶ୍ଚିତ ଉତ୍ସାହ ବଢେଇ ପାରନ୍ତି। ତେବେ ବୃଷ ରାଶି ବ୍ୟକ୍ତି ଆଜି ପୂର୍ବରୁ ଯୋଉମାନେ ଆପଣଙ୍କୁ ହଇରାଣ କରୁଥିବେ ନା, ସେମାନଙ୍କୁ ଆଜି ଆପଣ ପାନେ ଦବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଶତ୍ରୁ ବିଜୟ ହବାର ପୂର୍ଣ୍ଣ ସହଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି କମ୍ପିଟିସନ କ୍ଷେତ୍ରରେ ଭାଗ ନେଉଥିଲେ ସେଥିରେ ବିଜୟ ହୋଇପାରନ୍ତି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଦୂରଯାତ୍ରା କରୁଛନ୍ତି କୌଣସି କାର୍ଯ୍ୟ ପାଇଁ, ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କର ସଫଳତା ହବ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଭଲ ବୁଝାମଣା ରହିବା ସହିତ ନୂତନ ପ୍ରେମର ବାର୍ତ୍ତାଳାପ ପୂର୍ଣ୍ଣ ସହଯୋଗ ରହିବା ସହିତ ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତତ୍ସହିତ ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଆଜି ବୃଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ପାଇଁ ନିଷ୍ପତ୍ତି ନେବା ସହିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଆଜି ଗ୍ରହମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଯାହାକି ଦେଖୁଛନ୍ତି। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବେ। ତତ୍ସହିତ ଅର୍ଥ ପୂର୍ବରୁ ଯୋଉ ପରିଶ୍ରମର ଫଳ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଦେଇଥିବା ଅର୍ଥ ମଧ୍ୟ ଆଜି ଫେରି ପାଇବାର ଅନେକ ଚାନ୍ସ ରହୁଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆଶା ଅନୁଯାୟୀ ଫଳ ପ୍ରାପ୍ତ ହୋଇ ନପାରେ, ତଥାପି ଆପଣଙ୍କର କିଛି ଶୁଭ ମୁହୂର୍ତ୍ତ ରହୁଛି। ମନକୁ ସ୍ଥିର ରଖି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ପାଇପାରନ୍ତି, କିନ୍ତୁ ମାନସିକ ଅଶାନ୍ତି ପରିବେଶରେ ରହିପାରେ। ତେଣୁ ମନକୁ ସ୍ଥିର ରଖିବା ପାଇଁ ମିଥୁନ ରାଶି ବ୍ୟକ୍ତି ଟିକେ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ, ପ୍ରବଚନ କିମ୍ବା ମନ୍ଦିର ପରିଦର୍ଶନ କରନ୍ତୁ। ଦେଖିବେ ଆପଣ ମାନସିକ ଶାନ୍ତି ମିଳିବ ଏବଂ କାର୍ଯ୍ୟ ମଧ୍ୟ ଉତ୍ସାହ ସହକାରେ କରିବେ। ତେବେ ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କୁ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି। ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ଉପରସ୍ଥ କର୍ମଚାରୀଙ୍କ ସହିତ ଭଲ ସମ୍ପର୍କ ରଖିବା ସହିତ ନିଜର ତାଙ୍କ ହିସାବରେ କାର୍ଯ୍ୟ କରନ୍ତୁ, ନହେଲେ ଆପଣଙ୍କୁ ଅସୁବିଧା ଭୋଗିବାକୁ ପଡିପାରେ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ସ୍ଥିରତା ଆଣିବାର ଆବଶ୍ୟକତା ରହିଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରନ୍ତୁ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି କିଛି ଆଜି ଅକୁହା କଥା କୁହନ୍ତୁ ନାହିଁ। ନିଜ ଭିତରେ କଟୁ କଥା ଆଦୌ ପରିଦର୍ଶନ କରନ୍ତୁ ନାହିଁ। ବିଶେଷ କରି ନିଜକୁ ଶାନ୍ତ ରଖିଲେ ଦିନଟି ଅତି ସୁଖମୟ ପରିବେଶ କଟିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଯୁଗ ନ ହୋଇପାରେ। ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ପରିବାର ବର୍ଗ ଏବଂ
ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି, ତେଣୁ ଏହା ପ୍ରତି ଟିକେ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଟିକେ ସୀମିତ ରଖନ୍ତୁ, ଆଶା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ, ତେବେ ବିଶେଷ ଆଜି କ୍ଷତି ମଧ୍ୟ ହୋଇ ନପାରେ। ଆଜି ମିଥୁନ ରାଶି ବ୍ୟକ୍ତି କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ରଖନ୍ତୁ ବେପାର ବାଣିଜ୍ୟ କ୍ଷେତ୍ରରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ଆପଣ ପାଚନ ବିଶେଷ କରି ହଜମ ଜନିତ କିଛି ଯଦି ସମସ୍ୟା ଥିବ, ତାହା ଆଜି ଟିକେ ସମସ୍ୟା ବଢେଇ ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ, ନିଶ୍ଚିତ ନିଜର ଖାଦ୍ୟପେୟକୁ ଧ୍ୟାନ ଦବାର ଆବଶ୍ୟକତା ରହିଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 60% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ନିଜର ସନ୍ତୋଷ ମନୋଭାବନା ରଖି କାର୍ଯ୍ୟ କରିବାକୁ ପଡିବ। ଅଧିକ ଚିନ୍ତା କରନ୍ତୁ ନାହିଁ, ଆବଶ୍ୟକ ଅନୁସାରେ କାର୍ଯ୍ୟ କରନ୍ତୁ। କାର୍ଯ୍ୟ ଚାପ ଯଦି ବୃଦ୍ଧି ହଉଛି ତେବେ ବିଶ୍ରାମ ନେଇ ପୁଣି କାର୍ଯ୍ୟ କରନ୍ତୁ, ଦେଖିବେ ସମସ୍ତ କାର୍ଯ୍ୟ ଧୀରେ ଧୀରେ ହେବ ଏବଂ କାର୍ଯ୍ୟରେ ସଫଳତା ପାଇବେ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଟିକେ ପ୍ରଭାବ ଅଧିକ ଚାପ ବଢିବ, ଅପ୍ରୀତିକର ମୁହୂର୍ତ୍ତ ଆସିପାରେ, ତେଣୁ କାମରେ ଅଧିକ ବୃତ୍ତିଗତ କାର୍ଯ୍ୟରେ କିଛି ନିମ୍ନଗାମୀ ରହୁଛି ଭାଗ୍ୟ ଆପଣଙ୍କର। ତତ୍ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ନିଶ୍ଚିତ ଆପଣ ପ୍ରଥମେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, ନହେଲେ ଚାପ ଅଧିକ ବୃଦ୍ଧି ହୋଇପାରେ। ତେବେ କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସ୍ଥିରତା ଆଣିବାକୁ ପଡିବ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରହିଲେ ସଫଳତା ନିଶ୍ଚିତ ମିଳିବ। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ମଧୁର ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆଜି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିଲେ ଆପଣଙ୍କର ଦିନଟି ଅତି ସୁଖମୟ ପରିବେଶରେ କଟିବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଆଶା ଅନୁସାରେ ଲାଭ କରି ନ ପାରନ୍ତି, କିନ୍ତୁ କ୍ଷତି ମଧ୍ୟ ହବ ନାହିଁ କର୍କଟ ରାଶି ବ୍ୟକ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କିନ୍ତୁ କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ ସତର୍କତା ସହିତ କରିଲେ ଲାଭ ତ ମିଳିବ। ତତ୍ସହିତ ନୂତନ ବେପାର ବାଣିଜ୍ୟ ପାଇଁ ଆଜି କର୍କଟ ରାଶି ବ୍ୟକ୍ତି ଆଜି କରନ୍ତୁ ନାହିଁ, ଭଲ ହେବ। ବିଶେଷ କରି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ, କାରଣ ସ୍ୱାସ୍ଥ୍ୟ ଟିକେ ଅସ୍ଥିରତା ରହିପାରେ। ପୂର୍ବରୁ ଯଦି କିଛି ଗୋଡ ଜନିତ ସମସ୍ୟା ଥିବ ଆଜି ତାହା ପୁନରାବୃତ୍ତି ହବାର ଚାନ୍ସ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି ନିଶ୍ଚିତ ଆପଣ ସଫଳତା ହବା ଟିକେ କଷ୍ଟକର ଯୁଗ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସଫଳତାର ଶୀର୍ଷ ସ୍ଥାନ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି। ଗ୍ରହ ମାନେ ଆପଣଙ୍କୁ ଉଚ୍ଚ ସ୍ଥାନରେ ନେଇ ପହଞ୍ଚିବେ ଏବଂ ସଫଳତା ପାଇବେ। ପୂର୍ବରୁ ଅଟକି ଯାଇଥିବା ସିଂହ ରାଶି ବ୍ୟକ୍ତି ମଧ୍ୟ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ କୌଶଳ ଆଗକୁ ବଢିବ ଏବଂ ପ୍ରଶଂସା ଯୋଗ୍ୟ ହୋଇପାରେ ଏବଂ ପରିବାର ବର୍ଗ ସହଯୋଗୀ ଆପଣଙ୍କୁ ପ୍ରଶଂସା କରିବା ସହିତ ସିଂହ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ଉତ୍ସାହ ଆନନ୍ଦ ଆଣି ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ ନିଶ୍ଚିତ ଆପଣ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଯୋଉମାନେ ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଯଦି ଇଚ୍ଛା ରଖିଛନ୍ତି କିମ୍ବା ବିବାହ ଜନିତ କିଛି ପ୍ରସ୍ତାବ ରଖିଛନ୍ତି ଆଜି ସେହି ବିଷୟରେ ଟିକେ କଥାବାର୍ତ୍ତା କରନ୍ତୁ, ଯାହା ଆପଣଙ୍କ ସଫଳତା ମିଳିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ସିଂହ ରାଶି ବ୍ୟକ୍ତି
आज स्वामी स्त्री सहित भल संपर्क रहिबो। जदि पूर्वरु किछि मनमालिन्य थिबो आज ताहाकु समाधान करिबा पई चेष्टा करंतु, जाहाकि उत्तम आपणकर संपर्क गढि उठिबो। आज सिंह राशि व्यक्ति परिवार वर्ग एवं आपणकर बंधु वर्ग सहित भल संबंध रहिबो, जहा आपणक भाग्य चक्र जना पड़ि। तेबे सिंह राशि व्यक्ति अर्थजनित कारोबार आपण आशा ठारू अधिक लाभ प्राप्त करिवे। नूतन व्यापार वाणिज्य निष्पत्ति नबा पई निश्चित आज ग्रह माने आपनको पूर्ण सहयोग करूछंती। आज बैंक बैलेंस जहाँकि संचय करिबा अर्थात अर्थ संचय करिबा सहित देइथिबा धार उधार आज फेरस्त पाइबार पूर्ण सुयोग रहुछि सिंह राशि व्यक्ति राशि चक्ररु जना पड़ुछि। तेबे सिंह राशि व्यक्ति आज पूर्वरु करिथिबार परिश्रमर फल आज आपनको मिलिबार पूर्ण सुयोग रहुछि। तेबे सिंह राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य किछि समस्या रहिबो नाही, जहा आपणक भाग्य चक्ररु जना पड़ुछि। तेबे पूर्वरु जदि किछि स्वास्थ्य समस्या थिबो आज निश्चित ताहार समाधान होबार अनेक चांस रहुछि। आज सिंह राशि व्यक्तिंकर भाग्य संख्या रही जहाँकि 5, भाग्य रंग आपण धला रंग व्यवहार करि परिबे एवं ग्रह माने आपण आज 98% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज दिनटी आपणकर किछि कार्य निश्चित उत्साह आनी देबो। आज आपनको घर को किछि अतिथि आसीबार संभावना रहुछि, जहा आपणकर खुशी द्विगुणित करि देई पारे। तेबे गुरुत्वपूर्ण निष्पत्ति नबा पई कन्या राशि व्यक्ति आज भाग्य आपणकर शुभ जुग रहुछि। तेबे कन्या राशि व्यक्ति आज दैनंदिन कर्म क्षेत्र रे आपनको निश्चित सफलता मिलिबा सहित मनरे उत्साह बढ़िबो। आपणकर कार्यशैली चिंताधारा संपूर्ण भिन्न हेबो एवं समस्त आपनको सहयोग करिवे। सहकर्मी माने आपनको ऊपर बहुत खुशी रहिबे। आज कन्या राशि व्यक्ति चाकरी क्षेत्र रे आपण निश्चित आपणकर कार्य कौशल रे उपरस्थ कर्मचारी आपनको प्रशंसा करि पारंती। आज कन्या राशि व्यक्ति जहाँकि राजनीतिक सामाजिक क्षेत्र में कार्य करुवा व्यक्ति मानकर आज निश्चित ग्रह माने शुभ जुग रहुछि। तेणु उत्साह मान सम्मान प्रतिष्ठा लाभ करिवार पूर्ण सुयोग रहुछि। तेबे कन्या राशि व्यक्ति शिक्षार्थी विद्यार्थी मानकर इंटरव्यू एग्जाम जदि थिबो सेतिरे निश्चित कृत कार्य करिवे, जहा आपणक भाग्य ग्रह जना पड़ुछि। तेबे कन्या राशि व्यक्ति नूतन प्रेम वार्तालाप करिवा पई ग्रह माने आपणकु बहुत शुभ जुग रखुचंती। तेबे कन्या राशि व्यक्ति जो माने प्रेम संबंध रे जड़ित अछंती आज मधुर वार्तालाप करिवार पूर्ण सुयोग रहिबा सहित स्वामी स्त्री भितर भल संपर्क रहिबो। तत्सहित परिवार बंधुक सहित आज उत्साहर दिन कटिवार सुयोग रहुछि। तेबे कन्या राशि व्यक्ति दूर यात्रा जदि किछि कार्य पई जाउछंती से कार्य रे निश्चित सफलता होई पारे, जहा आपणक भाग्य चक्र जना पड़े। तेबे कन्या राशि व्यक्ति आज अर्थजनित कारोबार रे आपणक इच्छा अनुसार लाभ प्राप्त करिवे। तत्सहित आज निजर पूर्वर देइथिबा अर्थ किछि फेरी पाइबार संभावना रहुछि। तत्सहित कन्या राशि व्यक्ति आज अर्थ संचय करिवार मध्य पूर्ण सुयोग रहुछि। आज नूतन व्यापार वाणिज्य निष्पत्ति नबा पई ग्रह माने आपनको शुभ जुग परिस्थिति बनाउछंती। आज कन्या राशि व्यक्ति जहा कि स्वास्थ्यगत दृष्टि देखिले आपण पूर्ण सुस्थ रहिबे, कोनोसी स्वास्थ्य समस्या रहिबो नाही, जहा आपनको भाग्य चक्र रु जना पड़ि। तेबे कन्या राशि व्यक्तिंकर आज भाग्य संख्या रहिछि जहा कि 3, भाग्य रंग आपण केसुरिया रंग व्यवहार करि परिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज दिनटी आपण को अनेक चैलेंज आसी पारे, जहा को सामना करिबा को पड़िबो एवं आपण हताश हेबे नाही। जदि चैलेंज सामना करि कार्य करिवे से कार्य निश्चित सफलता हेबो। जेते परिस्थिति आपण को असंभाल हो किंतु ताकू खातिर न करी निजर कार्य आग भर होई कार्य करि चलंतु, देखिबे निश्चित आपण को सफलता मिलिबो। आपणकर बाधा विघ्न मध्य दूरीभूत हेबो एवं आपण को आनंद मिलिबो मध्य। तुला राशि व्यक्तिंक विषय। तुला राशि व्यक्ति दैनंदिन कार्य रे आपण कार्य चाप बढ़िबा सहित वृत्तिगत कार्य रे आपणकर उत्साह कमी पारे। तेणु प्रत्येक कार्य योजना प्रस्तुत करी कार्य करंतु। ऑफिस जनित कार्य रे आपण किछि मात्रा रे हताश होबा पई पड़े। तेणु तुला राशि व्यक्ति उपरस्थ कर्मचारी कार्य अनुसार कार्य करंतु, देखिबे समस्त कार्य आपणकर बाधा विघ्न दूरीभूत हेबो एवं किछि मनरे उत्साह आसीबो। तेबे आज तुला राशि व्यक्ति राजनीतिक सामाजिक क्षेत्र रे स्थिरता अवलंबन करिबा सहित शिक्षार्थी विद्यार्थी माने निजर पाठ पढ़ा प्रति आदु एकाग्रता रही न पारे, तेणु सचेतन एहा प्रति रुहंतु। तेबे तुला राशि व्यक्ति आज प्रेम दुनिया रे जो माने जड़ित अछंती
टिके निजर धैर्य रखंतु कोनोसी अप्रीतिकर कथा कुहंतु नाही किंबा किछि आलोचना मध्य करंतु नाही जहा आपणको पई भलो हेबे। तेबे आज तुला राशि व्यक्ति परिवार वर्ग एवं बंधु वर्ग सहित भल संबंध रखंतु। किछि मनांतर जुग रहउछि विशेष करी स्वामी स्त्रीक भितरे किछि कलह आसी पारे एहा प्रति सचेतन रहिले आपणकर दिनटी अति सुखमय रे कटिबो। तेबे तुला राशि व्यक्ति आज आर्थिक स्थिति देखिले अर्थजनित क्षेत्र रे आपणक पई आज उत्तम दिन न होई पारे। अनावश्यक खर्च ठारू दूरता अवलंबन करंतु। व्यापार वाणिज्य रे विशेष करी क्षति होई न पारे किंतु आशा अनुसार लाभ न करि पारंती। आज तुला राशि व्यक्ति जहा कि आपणकर स्वास्थ्यगत दृष्टि देखिले पूर्वरु जदि आपणकर पिठी जनित समस्या थिबो तेणु आपनको आज पुनरावृत्ति हबार चांस रहउछि। तेणु स्वास्थ्य प्रति एहा प्रति सचेतन रहिले दिनटी आपणकर सुखमय रे कटिबो। आज तुला राशि व्यक्तिंकर भाग्य संख्या रहिछि जहा कि 1 भाग्य रंग आपण धला रंग व्यवहार करि परिबे एवं ग्रह माने आपनको आज 75% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज दिनटी आपणकु बहुत परिश्रम करबा को पड़िबो। परिश्रम सत्य मध्य आपणकर परिश्रम तुलना रे सफलता मिली न पारे जहा पई आपणकर आत्मविश्वास कमी जीवो। तेणु बिछा राशि व्यक्ति आदु धैर्य हरा न होई कार्य करि चालंतु देखिबे निश्चित सफलता किछि मात्रा रे मिलिबो। आज बिछा राशि व्यक्ति कर्म क्षेत्र रे निजकु दृढ़ संकल्प बा स्थिरता रखी कार्य करंतु। भल प्रतिभा परिदर्शन करिबा पई सदा बेले चेष्टा करंतु। विशेष कर दैनंदिन कार्य रे आपणकर विलंब होई पारे। तत्सहित बिछा राशि व्यक्ति आज जहा कि निजर ऑफिस जनित कार्य रे आपणकर कार्य त्रुटि आसी पारे जहा कि मानसिक अशांति परिवेश सृष्टि करि पारे। तेणु बिछा राशि व्यक्ति यहा प्रति सचेतन निहाती आवश्यकता रहिछि। आज बिछा राशि व्यक्ति राजनीतिक सामाजिक क्षेत्र रे निश्चित निजर कथावार्ता को संयमता आवश्यकता रहिछि। शिक्षार्थी विद्यार्थी माने निजर पाठ पढ़ा प्रति अवहेला युक्त रहि पारंती। तेबे आज बिछा राशि व्यक्ति नूतन प्रेम वार्तालाप पई आदु ग्रह माने आपन को अशुभ जुग परिस्थिति बनाउछंती। जो माने प्रेम दुनिया रे जड़ित अछंती निजर जीवन साथी सथी संपूर्ण भाव प्रवणता रखंतु। आदु कटु कथा कहंतु नाही एवं युक्ति तर्क जदि होउची आवश्यक स्थले चुप रुहंतु जहा बिछा राशि व्यक्ति पई भलो होबे। तेबे बिछा राशि व्यक्ति आज परिवार वर्ग बंधु वर्ग सहित किछि मनांतर जुग रहुची। तेणु यह प्रति सचेतन रुहंतु बिछा राशि व्यक्ति। आज बिछा राशि व्यक्ति अर्थजनित कारोबार रे आपण आशा ठारू जहा कि क्षति मध्य रहिबो। तेणु व्यापार वाणिज्य निवेश जदि किछि करूछंती आदु आज करंतु नाही। नूतन व्यापार वाणिज्य रे आज निष्पत्ति नियंतु नाही जहा कि आपनको जदि निष्पत्ति नउछंती परवर्ती स्टेप रे आपनको महंगा पड़ी पारे। तबे बिछा राशि व्यक्ति आज किछि अर्थ अनावश्यक खर्च ठारू दूरता अवलंबन करिवा सहित स्वास्थ्य प्रति निश्चित सचेतन रुहंतु जहा आपनको पई भलो। कारण स्वास्थ्य समस्या भितरे आपनकर आज बुड़ी रही पारंती। विशेष करी आपनकर मानसिक अशांति अधिक देखा दे पारे। तेणु बिछा राशि व्यक्ति यहा प्रति सचेतन रुहंतु। आज बिछा राशि व्यक्तिंकर भाग्य संख्या रही जहा कि 8 भाग्य रंग आपण गुलाबी रंग व्यवहार करि परिबे एवं ग्रह माने आपनको आज 45% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज दिनटी बहुत उज्जवलमय होई पारे। आत्मविश्वास आपणकर द्विगुणित होई पारे। धनु राशि व्यक्तिंकर आज आपणकर कार्य गुडिक उत्साह एवं प्रेरणादायक होई पारे। भलो मार्गदर्शक आज आपनको मिली पारे। धनु राशि व्यक्ति आज गुरुत्वपूर्ण निष्पत्ति नबा पई पूर्ण सहयोग करूछंती गुरु जहा आपणकर ग्रह रे शुभ जुग सृष्टि होई। तेणु गुरुत्वपूर्ण निष्पत्ति नबा सहित आज धनु राशि व्यक्ति पूर्वरु अटकी जाइथिबा कार्य मध्ये संपूर्ण करिवार क्षमता आपणक पाखरे देखा देई पारे एवं आपणकर कार्य कौशल समस्त आपणकु प्रशंसा करि पारंती। परिवार वर्ग बंधु वर्ग एवं सहयोगी विशेष करी चाकरी संबंध रे कार्य गुडी को किछि पदोन्नति प्राप्त बा किछि खबर आपनको मिली पारे जहा आपनको पई बहुत उत्साह द्विगुणित करि पारे धनु राशि व्यक्तिंकर। आज धनु राशि व्यक्ति जहा कि राजनीतिक सामाजिक क्षेत्र रे कार्य करूथुवा व्यक्ति माने बहुत उत्साह आनंद एवं आपण मान सम्मान प्रतिष्ठा लाभ करिवार पूर्ण सुयोग रहुछि। तेबे धनु राशि व्यक्ति आज शिक्षार्थी विद्यार्थी मानकर जदि इंटरव्यू एग्जाम थिबो तबे निश्चित आपण सफलता प्राप्त करिवे जहा आपनको भाग्य चक्ररु जना पडुछि। तेबे धनु राशि व्यक्ति आज नूतन प्रेम वार्तालाप करिबा पई
যদি ইচ্ছা କରୁଛନ୍ତି କିମ୍ବା ବିବାହ ଜନିତ କିଛି କଥାବାର୍ତ୍ତା କରିବା ପାଇଁ ଯାହାକି ଆଜି ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ଆକସ୍ମିକ ଭାବେ କିଛି ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ରହୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ଯଦି ପୂର୍ବରୁ ଥିବା ଆଜି ସମାଧାନ କରିବା ପାଇଁ ଶୁଭ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଏବଂ ବନ୍ଧୁ ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବ। ତେବେ ଧନୁ ରାଶି ବ୍ୟକ୍ତି ଆଜି ଅର୍ଥ ଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଆଜି ଯାହାକି ଗ୍ରହମାନେ ଆପଣଙ୍କୁ ସହଯୋଗ କରୁଛନ୍ତି। ଧନୁ ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କିଛି କାର୍ଯ୍ୟ ପାଇଁ ଯାଉଛନ୍ତି, ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ସକାରାତ୍ମକ ଭାବନା ସଦାବେଳେ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ମାନସିକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, ମନରେ କିଛି କାର୍ଯ୍ୟ ପ୍ରତି ଉତ୍ସାହ କମି ଯାଇପାରେ। ନିଜର କାର୍ଯ୍ୟ କୌଶଳ ଆଜି ଟିକେ ସଦ୍ଭାବନା ରଖି କାର୍ଯ୍ୟ କରନ୍ତୁ। ଯଦି ମାନସିକ ଅଶାନ୍ତି ଅଧିକ ରହୁଛି, ତେବେ ପ୍ରବଚନ, ସଙ୍ଗୀତ କିମ୍ବା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟ କରନ୍ତୁ କିମ୍ବା ମନ୍ଦିର ଟିକେ ପରିଦର୍ଶନ କରନ୍ତୁ ମକର ରାଶି ବ୍ୟକ୍ତି। ତେବେ ଯାଇ ନିଜର କାର୍ଯ୍ୟ ପ୍ରତି ଟିକେ ଉତ୍ସାହ ବଢିବ ଏବଂ ମନରେ ଆନନ୍ଦିତ ଆସିପାରେ। ତେବେ ଆଜି ମକର ରାଶି ବ୍ୟକ୍ତି ନିଜର କାର୍ଯ୍ୟ ଗୁଡ଼ିକୁ, ବିଶେଷ କରି ଅଫିସ ଜନିତ କାର୍ଯ୍ୟ ଗୁଡ଼ିକୁ ସକାରାତ୍ମକ ଭାବନା ରଖି ଉପରସ୍ଥ କର୍ମଚାରୀଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ, ନହେଲେ ଅନେକ ସମସ୍ୟା ସୃଷ୍ଟି ହେବ, କାର୍ଯ୍ୟ ଚାପ ବଢିବ, ଯାହା ପାଇଁ ଅନେକ ମାନସିକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ ମକର ରାଶି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡିଥାଏ। ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଯାହାକି ବିଳମ୍ବ ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରହିବା ସହିତ ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ଆଜି ସ୍ଥିର ରୁହନ୍ତୁ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଭାଗ୍ୟ ନିମ୍ନଗାମୀ ରହୁଛି। ଆଜି ମକର ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ଟିକେ ଅହଙ୍କାର ଭାବନା ଠାରୁ ଦୂରତା ରହିବା ସହିତ ନିଜର ଯାହାକି ପ୍ରେମ ସମ୍ବନ୍ଧକୁ ଟିକେ ସ୍ଥିର ରଖିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ଆଜି ଅପ୍ରୀତିକର ସୃଷ୍ଟି ହୋଇପାରେ ପ୍ରେମ ଦୁନିଆ କ୍ଷେତ୍ରରେ। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କିଛି ମନାନ୍ତର ଯୁଗ ରହୁଛି, ପରିବାର ବର୍ଗଙ୍କ ସହିତ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, ତତ୍ସହିତ ବନ୍ଧୁ ବର୍ଗଙ୍କ ସହିତ ମଧ୍ୟ କିଛି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିଲେ ଦିନଟି ଅତି ସୁଖମୟ ପରିବେଶରେ କଟିପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବେପାର ବାଣିଜ୍ୟରେ ଆପଣଙ୍କୁ କ୍ଷତି ସହିବାକୁ ପଡିବ, ତେଣୁ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଆଦୌ ଆଜି ଭଲ ଦିନ ହୋଇ ନପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବା ସହିତ ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି। ବିଶେଷ କରି ମୁଣ୍ଡ ଜନିତ ସମସ୍ୟା କିଛି ସାମ୍ନା କରିବାକୁ ପଡିପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ସମସ୍ତ କର୍ମକ୍ଷେତ୍ରରେ ଆପଣ ଆଗକୁ ବଢିବା ସହିତ କିଛି ନୂଆ କାର୍ଯ୍ୟ କରିବା ପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି, ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କୁମ୍ଭ ରାଶି ବ୍ୟକ୍ତିଙ୍କର ଆଜି ଗ୍ରହମାନେ ଶୁଭ ଦୃଷ୍ଟିରେ ଯାହାକି ଦେଖୁଛନ୍ତି। ସଦାବେଳେ ସକାରାତ୍ମକ ଭାବନା ରହିବ, ବଡ ବଡ କାର୍ଯ୍ୟ ଆଜି ପୂରଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। କୁମ୍ଭ ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ନିଜର ସହକର୍ମୀ ଏବଂ ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟରେ ମଧ୍ୟ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସହଯୋଗ ରହୁଛି ଏବଂ ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ସଦାବେଳେ ଖୁସି ରହିବେ ଏବଂ ସକାରାତ୍ମକ ଭାବନା ରଖି ପ୍ରଶଂସା କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି କୁମ୍ଭ ରାଶି ବ୍ୟକ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଯଦି କାର୍ଯ୍ୟ କରୁଛନ୍ତି, ନିଶ୍ଚିତ ଆପଣଙ୍କ ପାଇଁ ଆଜି ମାନ ସମ୍ମାନ ବୃଦ୍ଧି ହେବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଥିବ, ସେଥିରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଗ୍ରହମାନେ ଆପଣଙ୍କୁ ଉତ୍ତମ ଯୁଗ ପରିସ୍ଥିତି
ବନେଇବା ସହିତ କିଛି ବିବାହ ସମ୍ବନ୍ଧ କଥାବାର୍ତ୍ତା ଆଜି ଆଲୋଚନା କରନ୍ତୁ। ସେଥିରେ ଆପଣଙ୍କର ଅଧିକ ସଫଳତା ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ଆଜି ମନରେ ଅନେକ ସଦ୍ଭାବନା, କିଛି ମଧୁର ବାର୍ତ୍ତାଳାପ କରିବା ସୁଯୋଗ ସହିତ ଆଜି ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ ଏବଂ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ସହିତ ନୂତନ ବେପାର ବାଣିଜ୍ୟ ଆଜି କରିବା ପାଇଁ ନିଷ୍ପତ୍ତି ନେବା ସହିତ ସମସ୍ତ କାର୍ଯ୍ୟରେ ବେପାର ଜନିତ କ୍ଷେତ୍ରରେ ବା ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ଆଜି କୁମ୍ଭ ରାଶି ବ୍ୟକ୍ତି ଦୂରଯାତ୍ରା କିଛି କାର୍ଯ୍ୟ ପାଇଁ ଯାଉଛନ୍ତି, ସେଥିରେ ନିଶ୍ଚିତ ଆପଣ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଦୃଷ୍ଟିରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସଦାବେଳେ ସଚେତନ ରହି କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ସମସ୍ତଙ୍କ ସହଯୋଗ ଅନୁସାରେ କାର୍ଯ୍ୟ କରନ୍ତୁ। କଳହ ଯୁକ୍ତି ତର୍କ ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ମୀନ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆଜି ବିଳମ୍ବ ଯୁକ୍ତ ରହିପାରେ। କାର୍ଯ୍ୟରେ ଆପଣ କିଛି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ତ୍ରୁଟି କରିପାରନ୍ତି, ତେଣୁ ବିଶେଷ କରି ଉପରସ୍ଥ କର୍ମଚାରୀଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ପ୍ରଥମେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତି ଯଦି ଦୂରଯାତ୍ରା କରୁଛନ୍ତି ସାବଧାନ ରୁହନ୍ତୁ, କାର୍ଯ୍ୟ ସଫଳତା ହବ ନାହିଁ। ତତ୍ସହିତ ମୀନ ରାଶି ବ୍ୟକ୍ତି ରାସ୍ତାଘାଟରେ ଆପଣଙ୍କୁ ଟିକେ ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତି ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ସ୍ଥିର ରୁହନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଅବହେଳା ଯୁକ୍ତ ରହିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ କିଛି ବାର୍ତ୍ତା ଆଳପ ବା କିଛି ବିବାହ ଜନିତ କଥାବାର୍ତ୍ତା ଆଦୌ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ଦିନ ହୋଇ ନପାରେ। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଟିକେ ଧୈର୍ଯ୍ୟ ସହକାରେ କଥାବାର୍ତ୍ତା କରନ୍ତୁ। କୌଣସି କଟୁ ଜନିତ କଥାବାର୍ତ୍ତା କରିଲେ ଆପଣଙ୍କ ପରବର୍ତ୍ତୀ ଷ୍ଟେପରେ ମହଙ୍ଗା ପଡିବ ଏହି କଟୁ କଥା। ଆଜି ମୀନ ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ମୀନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କୁ ନିଶ୍ଚିତ ଆଜି ଛୋଟ ମୋଟ ଟଙ୍କା ଧାର ଉଧାର ବା ଯୁଗ ରହୁଛି, ତେଣୁ ଆପଣ ଏହା ପ୍ରତି ସଚେତନ ରହିବା ସହିତ ମୀନ ରାଶି ବ୍ୟକ୍ତି ଆଜି ଯାହାକି ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବା ସହିତ ବେପାର ବାଣିଜ୍ୟ ନୂତନ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆପଣ ନିଶ୍ଚିତ ଆଜି ଅନେକ ସମସ୍ୟା ଭିତରେ ଜଡିତ ରହିପାରନ୍ତି। ସ୍ୱାସ୍ଥ୍ୟ ଆପଣଙ୍କୁ ଅନେକ ସମସ୍ୟା ଦେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡିଥାଏ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ବିଷ୍ଣବେ ନମଃ।